अमानिया इस्कन बार बार अमानिया होची पुणी अदिनिया रथयात्रार आयोजन करिछि अमेरिका रे अदिनिया रथयात्रा आयोजन बोस्टन सहर रे शनिवार दिन अदिनिया रथ टाणिछि इस्कन बारंबार जगन्नाथ संस्कृति एवं परंपरार ध्वजा उड़ाउछि। गत 21 तारिख रे अमेरिकार चिकागो एवं पाराग्वे चेक रिपब्लिक रे आयोजित होइथिला अदिनिया रथयात्रा सेहिपरि स्विट्जरलैंड रो जूरिक रे अदिनिया स्नान यात्रा आयोजित होइथिला। जून 19 तारिख रे बेल्जियम रो एंटवेप रे होइथिला अदिनिया रथयात्रा। यहाँ पर 20 तारिख में 4टी स्थान में अदिनिया रथयात्रा आयोजित होता। इटालीर रोम, अमेरिकार पेनसिल्भानिया, हारिसबर्ग, कनाडार कालगारी, आल्बर्टा, ओटावा, ओंटारियो एवं ब्यारी ओंटारियो रे अनुष्ठित होता अदिनिया रथयात्रा। अदिनिया रथयात्रा को विभिन्न महल में किंतु निंदा करा जायछि। এই সম্পর্কে অধিক আলোচনা করিবা আম সহিত প্রবাসী ওড়িয়া দেবানন্দ পতি মধ্যে যোড়ি হচ্ছেন। দেবানন্দ বাবু আপনার স্বাগত করুছি ওটিভি কু। দেবানন্দ বাবু যেতবে আপনার জনে জগন্নাথ প্রেমী ওড়িয়া ভাবে কথা জাঁলে ବୋଷ୍ଟନ ସହରରେ ରଥଯାତ୍ରା ଅଦିନିଆ ଭାବରେ ଅତିଥିରେ ଆୟୋଜନ କରିଛି ଇସ୍କନ, ପ୍ରଥମେ ଆପଣଙ୍କ ମନକୁ କଣ ଆସିଲା ପ୍ରକୃତରେ? ମୁଁ ଆଗରୁ ବି କହିଛି ଆପଣଙ୍କ ଚ୍ୟାନେଲରେ। ଆଜ୍ଞା, ଏଇଟା ଖାଲି ପ୍ରଥମ ଥର ହଉନି, ଏଇଟା ଏଇ ମାସେ ଭିତରେ 6ଟି ସହରରେ ଆମେରିକାରେ ସେମାନେ ରଥଯାତ୍ରା ଅଦିନିଆ ରଥଯାତ୍ରା କରିଛନ୍ତି। ଆଜ୍ଞା, ଖାଲି ରଥଯାତ୍ରା କରୁନାହାନ୍ତି, ଆପଣ ଅନୁମାନ କରନ୍ତୁ ଯୋଉଠି କି ଆମର ସ୍ନାନ ଯାତ୍ରା ଆଉ 2 ଦିନ ପରେ ଅଛି, 29 ତାରିଖରେ ଅଛି, ସେମାନେ 27 ତାରିଖରେ ଆଜି ରଥ ଟାଣିଛନ୍ତି ବୋଷ୍ଟନ ସହରରେ। ବୋଷ୍ଟନ ଆପଣ ଜାଣିଥିବେ ଯୋଉଠି ବଡ ବଡ ୟୁନିଭର୍ସିଟି ହାର୍ଭାର୍ଡ ଆଉ MIT ଭଳିଆ ୟୁନିଭର୍ସିଟି ରହିଛି ଏବଂ ଏଇଟା ଗୋଟେ ତାଙ୍କର ବହୁତ ପୁରୁଣା ସେଣ୍ଟର ଇଏର ଇସ୍କନର। ଏବଂ ଏଇଟା କୌଣସି ଖାଲି ସ୍କ୍ରିପ୍ଚରର ବିରୋଧୀ ନୁହେଁ, ଏଇଟା ଆପଣଙ୍କର କୌଣସି ଲଜିକ, ସମସ୍ତ ଲଜିକର ବାହାରେ। ଯେ ଆପଣଙ୍କର ଯଦି ଜନ୍ମ ପୂର୍ବରୁ ଆପଣ ବିଜୟ ଯାତ୍ରା ପାଳନ କରୁଛନ୍ତି, ଆଜ୍ଞା, ରଥଯାତ୍ରାଟା ଗୋଟେ ବିଜୟ ଯାତ୍ରା, ଠାକୁର ଯାଉଛନ୍ତି, ସେ ତାଙ୍କର ଜନ୍ମଭୂମି କି ଫେରି ଯାଉଛନ୍ତି ତାଙ୍କ ମାଉସୀଙ୍କ ଘରକୁ। କିନ୍ତୁ ସେ ତ ତାଙ୍କର ଜନ୍ମ ତାରିଖ ଆପଣଙ୍କର 29 ତାରିଖରେ, ସେ 27 ତାରିଖରେ ବାହାରିଲେ କିନ୍ତୁ ତାଙ୍କ ଘରକୁ, କୌଣସି ତାର କିଛି ଲଜିକ ନାହିଁ ଆଜ୍ଞା। ଏବଂ ଏଇଟା ଆମକୁ ଗଭୀର ଦୁଃଖ ଦଉଛି। ଆମେ ପ୍ରତିଥର ସେମାନଙ୍କ ପାଖକୁ ଏଇଭଳିଆ ପିଟିସନ ଦଉଛୁ, ରେସପେକ୍ଟଫୁଲି ତାଙ୍କୁ କହୁଛୁ ଯେ ଆଜ୍ଞା ଆପଣ ମାନେ କରନ୍ତୁ ନାହିଁ, କିନ୍ତୁ ସେମାନେ ଶୁଣୁନାହାନ୍ତି। କାହିଁକି ଶୁଣୁନାହାନ୍ତି? କାରଣ ତାଙ୍କର ଯୋଉ ଅଛି ମଞ୍ଜିଟି, ଯୋଉ ଅଛି ଯୋଉ GBC ଗଭର୍ଣ୍ଣିଂ ବଡି କାଉନସିଲ ମାୟାପୁରରେ, ସେମାନେ ହେଲେ ତାଙ୍କର ଟପମୋଷ୍ଟ, যেটা কহନ୍ତି ଟପମୋଷ୍ଟ ଗଭର୍ଣ୍ଣିଂ ବଡି, ମାନେ ସେମାନେ ଯାହା ସେଠି ଇଏ କରିବେ ପ୍ରଭୁପାଦଙ୍କ ୱିଲ୍ ଅନୁଯାୟୀ, ସେମାନଙ୍କର ନିର୍ଣ୍ଣୟଟା ହଉଛି ସର୍ବୋତ୍ତମ। ଆଚ୍ଛା, ତାଙ୍କ ଉପରେ ଏଇ ଯୋଉ ଫ୍ରାଞ୍ଚାଇଜ ମାନେ କିଛି କରିପାରିବେ ନାହିଁ। ତେଣୁ ସେମାନେ କିଛି କରୁନାହାନ୍ତି, ଜାଣି ଶୁଣି କରୁନାହାନ୍ତି। देवानंद बाबू आम पूर्व आलोचना करे बाबद मोर मन पड़ुछि जेतिकी जे आमे इठी जो आलोचना करूचे, चर्चा करूचे, आपण सेटारे केमती देखुछन जे प्रकृति रे गोटे पर गोटे शहर रे हमर धरंतु आपण बोस्टन शहर रे हो, टेक्सास शहर रे हो एवं जो अमेरिकार अन्य शहर रहिछि जोटी प्रवासी ओडिया माने रहउछंती, आपनकर सोशल मीडिया ग्रुप निश्चित थिबो, सेठी केमिति क्षोभ प्रकाश पाउछि, केमिति माने गोटे घटना को नै निंदा करा जाउछि? आज्ञा आपनकर समस्त ओडिया एठी, हां, ମୁଁ ହ୍ୟୁଷ୍ଟନ ସହରରେ କଥା କହୁଛି, ଆମେ 24 ମସିହାରେ ସେମାନେ ରଥଯାତ୍ରା କରିଥିଲେ। ସେଟା ଗୋଟେ ଜାଗା ଯୋଉଥିରେ କି ଆମେ ଏତେ ପ୍ରସାର କଲୁ ଏଠି ଇଏ ମିଡିଆରେ ଏବଂ ନ୍ୟୁଜ ପେପରରେ ସବୁ ବାହାରିଲା, ସେମାନେ ସେଇ ଗୋଟେ ସହରରେ କେବଳ ବନ୍ଦ କରିଦେଇଥିଲେ, ଏଇଠି ହ୍ୟୁଷ୍ଟନରେ 24 ମସିହା ନଭେମ୍ବର ମାସରେ କରୁଥିଲେ ସେଠି। ତା ପର ପାଖରୁ ସେମାନେ ଗୋଟେ ଭିଞ୍ଜେନ୍ସ ନବା ପାଇଁ ସେଟା ଯେ ଆମକୁ ବନ୍ଦ କରିଦେଲେ। ଆମେ ଇଏ ଗଜପତି ମହାରାଜ କିଏ, ଆମେ ଯୋଉ ଆପଣଙ୍କର ଅଛି ଜଗନ୍ନାଥ ଟେମ୍ପଲ ପ୍ରଶାସନ, ତାଙ୍କୁ ଆମେ କାହାରିକି ମାନିବୁନି, ଆମେ ଶଙ୍କରାଚାର୍ଯ୍ୟଙ୍କୁ ମାନିବୁନି, ଆମେ ପ୍ରଚାର ପ୍ରସାର କରୁଛୁ ଜଗନ୍ନାଥଙ୍କର, ଆମେ ହେଲୁ ସର୍ବୋତ୍ତମ ସଂସ୍ଥା। ଏବଂ ସେଇଥିପାଇଁ ସେମାନେ କରୁଛନ୍ତି। ଏବଂ ଏଇଟା କିନ୍ତୁ ଦେବାନନ୍ଦ ବାବୁ ଜାଣିବାକୁ ଚାହିଁବେ ଯେ ଆପଣ ଯୋଉ କଥା କହୁଥିଲେ ଯେ ଆପଣ ଅନେକ ସମୟରେ ଏହା ବିରୁଦ୍ଧରେ ସ୍ୱର କରିଛନ୍ତି, ସେମାନଙ୍କୁ ବୁଝେଇବାକୁ ଚେଷ୍ଟା କରିଛନ୍ତି, ଯେତେବେଳେ ଆପଣ ବୁଝେଇବାକୁ ଯାଇଥାନ୍ତି ବା ଅନୁରୋଧ କରିବାକୁ ଯାଇଥାନ୍ତି, ସେମାନଙ୍କର ଆଟିଚ୍ୟୁଡ କେମିତି ରହିଥାଏ? ଆଜ୍ଞା ଆପଣ ତ ଦେଖିଲେ ଆଟିଚ୍ୟୁଡ ଦେଲା ପରେ ଆପଣ ଇଏ ମାନଙ୍କୁ କୁକୁର କହିଲେ, ଆଉ ଅନ୍ୟ ଗାଳି ମନ୍ଦ କଲେ ଇଏରେ ସୋସିଆଲ ମିଡିଆରେ ଆପଣ ଦେଖିଛନ୍ତି ସେଟା ନ୍ୟୁୟର୍କ ସମୟରେ। ତେଣୁ ସେମାନଙ୍କର ପାଖରୁ କିଛି ଉତ୍ତର ମିଳେନି। ମୁଖ୍ୟତଃ ଫାର୍ଷ୍ଟ ଜିନିଷ ମୁଁ କହୁଛି, ମୁଁ ମାନେ ଏଇ ଯୋଉ ଇଏ ଭିତରେ 6 ଥର ଆପଣ ପିଟିସନ ଦିଆଗଲାଣି ଏବଂ ସବୁଥିରେ ସବୁ ପିଟିସନ ସହିତ ଆଇଦର ଡାଇରେକ୍ଟଲି ଅର ଇନଡାଇରେକ୍ଟଲି ଇନଭଲ୍ଭ।
ଏବଂ କାରଣ ମୁଁ ସେଥିରେ ସାଇନ୍ ବି କରିଛି ଆପଣ ଏବଂ ଅନ୍ୟମାନେ ସେଠାକାର ସେଥିରେ ସ୍ଥାନୀୟ ଲୋକାଲ ଲୋକ ବି ପ୍ରଶାସନ ସାଇନ୍ ସହିତ କରିଛନ୍ତି। ଏ ବାବଦରେ ଆଲୋଚନା କରିଛନ୍ତି କି ପ୍ରଶାସନକୁ ଅଭିଯୋଗ କରିଛନ୍ତି କି ଏ ସମ୍ପର୍କରେ କେବେ ବି? ଆଜ୍ଞା ଏଠିକାର ଆପଣଙ୍କର ପ୍ରଶାସନ ଆପଣଙ୍କର ଏଠି ଆମକୁ ଆଗରୁ ବି କହିଛି ଆପଣଙ୍କ ଆଣ୍ଡଲରେ ଆଜ୍ଞା ଷ୍ଟେଟ୍ ଆଉ ଚର୍ଚ୍ଚ ଏଟା ହେଲା ଡିଫରେନ୍ସ ଦି ଭାଗରେ ଏମାନଙ୍କର ପ୍ରଶାସନ ଆଉ ଧର୍ମ ତାଙ୍କ ଭିତରେ ଡିଫରେନ୍ସ ଅଛି ସେମାନେ କାହାରି ଇଏରେ ମୁଣ୍ଡ ଖେଳିବେ ନାହିଁ। ମାନେ ବିଦେଶୀ ପ୍ରଶାସନ ସାଂସ୍କୃତିକ ବିବାଦକୁ ପ୍ରକୃତରେ କେମିତି ଦେଖୁଛି ସେ ବାବଦରେ ଟିକେ ଜାଣିବାକୁ ଚାହିଁବି ଆପଣଙ୍କ ଠାରୁ, କାରଣ ଆପଣ ଯାଇଛନ୍ତି ଅନୁରୋଧ କରିବା ପାଇଁ ଯେହେତୁ। ଆଜ୍ଞା ବିଦେଶୀ ପ୍ରଶାସନ କେବଳ ଆମ ଦ୍ୱାରା କିଛି ହବନି ହଁ ତାର ଦିଟା ଉପାୟ ଅଛି। ଗୋଟେ ହଉଛି ଆପଣଙ୍କର ଏଠି ଯଦି ବିଦେଶ ମନ୍ତ୍ରଣାଳୟ ବା ଭାରତର ବିଦେଶ ମନ୍ତ୍ରଣାଳୟ ଏଠିକା ଯୋଉ ଲୋକାଲ ଅଛି ଆପଣଙ୍କ କନସୁଲେଟ ମାନଙ୍କରେ କି ଏମ୍ବାସି ସେମାନଙ୍କ ଥ୍ରୋରେ କିଛି କହିଲେ ଏଠିକାର ଲୋକ ଶୁଣିପାରନ୍ତି। କିନ୍ତୁ ତା ବ୍ୟତୀତ ଆମ ଭିତରୁ ଯଦି କିଏ ଯାଇକି ସେଠି କିଛି କହିଲେ ଆମର ମାନେ କାରଣ ଧର୍ମଟା ଏଟା ଏତେ ସ୍ୱନିରପେକ୍ଷ ଦେଶ ଏଥିରେ ଆପଣ ଯାହା କହିବେ ଯାହା କରିବେ ସେ ସବୁ କିଛି କରିପାରିବେ କାରଣ ଏଟା ଫ୍ରି କଣ୍ଟ୍ରି। ଆଜ୍ଞା ଦେବାନନ୍ଦ ବାବୁ ଆଉ ଗୋଟେ ବଡ କଥା ହଉଛି ଆପଣଙ୍କର ପରବର୍ତ୍ତୀ ପିଢି ଯୋଉମାନେ କି ଓଡିଶା ସହିତ ହୁଏତ ଏତେ ସଂଶ୍ଳିଷ୍ଟ ନଥିବେ କି ହେବେ ନାହିଁ ଯଦିଓ ଆଗକୁ, କାରଣ ସେଠି ସେମାନେ ଯେହେତୁ ବସବାସ କରିବେ ସେମାନେ ଜଗନ୍ନାଥ ସଂସ୍କୃତି ବିଷୟରେ ତ ମୂଳରୁ ଜାଣିଛନ୍ତି କିଛି ଆପଣମାନେ ଯାହା ଶୁଣଉଥିବେ, କିନ୍ତୁ ଯେତେବେଳେ ସେଠି ଗୋଟେ ଦେଖୁଛନ୍ତି ଅଦିନରେ ରଥଯାତ୍ରା ହଉଛି ଅଦିନରେ ସ୍ନାନଯାତ୍ରା ହଉଛି ଇଏ ଗୋଟେ କେମିତି ଭୁଲ ବାର୍ତ୍ତା ସେମାନଙ୍କ ପାଖକୁ ଯାଉଛି ଏବଂ ସେମାନେ ଭୁଲଟାକୁ ହିଁ ଗ୍ରହଣ କରିଯିବେ ଆଗକୁ। ହଁ ସେଇଟା ତ ନିଶ୍ଚିତ କିନ୍ତୁ ତା ପାଇଁ ସେମାନେ ବି ଦେଖୁଛନ୍ତି ତାଙ୍କର ବାପା ତାଙ୍କର ଜେଜେବାପା ମାନେ କେମିତିକା ଏଠି ଏ ଦେଶରେ ହଁ। ରହିକି କେମିତିକା ସେମାନେ ଏଇଟାକୁ ବିରୋଧ କରୁଛନ୍ତି। ଆଜ୍ଞା ଧର ଯୋଉ ମୋର ନିଜ ପୁଅ ଅଛି ସିଏ ଦେଖୁଛି ଯେ ବାପା ମା ସେମାନେ ଆ ବିରୁଦ୍ଧରେ ଦୃଢ ମତ ଉତ୍ତୋଳନ କରୁଛି କାରଣ ଏଇଟା ଆମର ସଂସ୍କୃତିର ବିରୋଧୀ। ଆଜ୍ଞା ଭୁଲି ଯାଆନ୍ତୁ ଆପଣଙ୍କର ଏଇଟା ଯେ ଏଟା ରିଲିଜିୟସ୍ ମ୍ୟାଟର ଏଟା ଆମର ସଂସ୍କୃତି। ଆମେ ଜଗନ୍ନାଥଙ୍କୁ ଆମର ସଂସ୍କୃତି ହିସାବରେ ନଉ। ଭଗବାନ ଜଗନ୍ନାଥ ଯେ କେବଳ ଖାଲି ମନ୍ଦିରରେ ଇଏ ରହିଛନ୍ତି ସେ ନୁହେଁ, ମନ୍ଦିର ବାହାରେ ଆପଣ ନାଚ ଦେଖନ୍ତୁ, ଓଡିଶା ଗୀତ ଦେଖନ୍ତୁ, ଆପଣ ଓଡିଶାର ଖାଦ୍ୟ ଦେଖନ୍ତୁ, ସବୁଥିରେ ଜଗନ୍ନାଥ ଅଛନ୍ତି। ଆଜ୍ଞା ତେଣୁ ସେମାନେ ଦେଖୁଛନ୍ତି ସେମାନେ ଜାଣୁଛନ୍ତି ଯେ ଏଇଟା ହବା ଉଚିତ ନୁହେଁ ଏବଂ ସେମାନେ ବି ମତ ଉତ୍ତୋଳନ କରୁଛନ୍ତି। କିନ୍ତୁ ଆମ ବାବୁ ସଂଖ୍ୟା ଇସ୍କନ ଏହାକୁ ଭକ୍ତି ଭାବର ପ୍ରଚାର କରୁଛି, ଆପଣ ଯେମିତି କହିଲେ ଯେ ସେମାନେ ପ୍ରଚାର ପ୍ରସାର କରୁଛନ୍ତି ଭଗବାନଙ୍କର ନାମର ପ୍ରଚାର ପ୍ରସାର କରୁଛନ୍ତି, କିନ୍ତୁ ଆପଣଙ୍କୁ ଲାଗୁନି କି ଯେତେବେଳେ ଅଦିନରେ ଅତିଥିରେ କରୁଛି ଆଉ ଗୋଟେ ଷ୍ଟ୍ରିଟ୍ ଫେଷ୍ଟିଭାଲରେ ପରିଣତ କରିବାକୁ ଯାଉଛି ଆଗକୁ ଯଦି ଏମିତି ହୁଏ? ଆଜ୍ଞା ସେଇଥିପାଇଁ ତ ଆମେ କହୁଛୁ ଏଟା ପ୍ରଚାର ପ୍ରସାର ନୁହେଁ ଏଟା ଅପପ୍ରଚାର ଅପପ୍ରସାର। ଆଜ୍ଞା ଏବଂ ସେଇଠି ତ ଆମେ ଲେଖୁଛୁ ତାଙ୍କୁ ଯେ ତମେ ଏଇଟାକୁ କୋଉ ହିସାବରେ କରୁଛ। ଆପଣ ଗୋଟେ ଏଇଠି ହ୍ୟୁଷ୍ଟନରେ ଗୋଟେ ଇଏ ପ୍ୟାରେଡ ନାଁରେ ଯୋଉ କାର ପ୍ୟାରେଡ ନାଁରେ ଆର୍ଟ କାର ପ୍ୟାରେଡ ନାଁରେ ଯେମିତିକା ଜଗନ୍ନାଥଙ୍କୁ ଗୋଟେ ବସେଇକି ଦିଟା ବଡ ବଡ ଗ୍ଲୋଭସ ପିନ୍ଧେଇକି ଯେହେତୁ ସେ ଜଗନ୍ନାଥ ବାହାରିଛନ୍ତି ଯିବେ ମଲ୍ଲ ଯୁଦ୍ଧ କରିବା ପାଇଁ ଏବଂ ତାଙ୍କୁ ଦୌଡରେ ବାନ୍ଧିକି ଗୋଟେ ଟ୍ରକ୍ ଭିତରେ ପସେଇକି ଯେମିତି ନେଲେ ଆଜ୍ଞା ଆମେ ସେଇ ସଂସ୍ଥାକୁ ମାନେ ନିଶ୍ଚିତ ଭାବରେ ଦେବାନନ୍ଦ ବାବୁ ଯାହା ଆପଣ କହୁଛନ୍ତି ଏହାକୁ ବିରୋଧ କରିବାର ବଡ ଭାବରେ ଆବଶ୍ୟକତା ରହୁଛି, ପ୍ରଶାସନ ସ୍ତରରେ ମଧ୍ୟ ଆବଶ୍ୟକତା ରହୁଛି, ସରକାରୀ ସ୍ତରରେ ମଧ୍ୟ ଆବଶ୍ୟକତା ରହୁଛି ବିରୋଧ କରିବା ପାଇଁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ତମାମ ଆଲୋଚନା ପାଇଁ।